ଆସନ୍ତୁ ସୁଖ ପାଇଁ ଆମର ସଂଗ୍ରାମ ଜାରି ରଖିବା। ପ୍ରତିଦିନ ଆନନ୍ଦ ଓ ସୃଜନାତ୍ମକ ଭାବନା ଦ୍ୱାରା ପ୍ରାପ୍ତି ପାଇଁ ସଂଗ୍ରାମ କରିବା। ପ୍ରତିଦିନର କାର୍ଯ୍ୟସୂଚୀ କେବଳ ଆଜି ପାଇଁ। ଏହି କାର୍ଯ୍ୟସୂଚୀ ବହୁତ ଫଳପ୍ରଦ ବୋଲି ଅନୁଭବ କରିବା। ସ୍ୱର୍ଗତ ସିଭିଲ ଏଚ୍ ପାଟ୍ରିଲ ଏହାକୁ ବହୁ ବର୍ଷ ତଳେ ଲେଖିଥିଲେ। ଆମେ ଏସବୁ ଅନୁସରଣ କରିପାରିଲେ ଆମର ଚିନ୍ତା ଅନେକ ପରିମାଣରେ ଦୂରେଇ ଯିବ। ଆମେ ପ୍ରଚୁର ଆନନ୍ଦ ପାଇପାରିବା। ଯେଉଁ ଝିଅକୁ ଶାଶୁ ଶ୍ୱଶୁର ସାଥିରେ ମିଳିମିଶି ରହିବା ପସନ୍ଦ ନାହିଁ, ସେଇ ଝିଅମାନେ ନିଜ ପାଇଁ ଅନାଥ ଆଶ୍ରମର ପୁଅଟିଏକୁ ଦେଖନ୍ତୁ। ଅଳସୁଆ ହୋଇ ବିଦ୍ୟାର ଉପଯୋଗ ନ କଲେ ଏହା ନଷ୍ଟ ହୋଇଯାଏ। ପତ୍ନୀ ପରର ଆଶ୍ରାରେ ରହିଥିଲେ ନଷ୍ଟ ହୋଇଯାଆନ୍ତି। ବିସ୍ତୃତ ଜମିରେ ସାମାନ୍ୟ ବୀଜ ବୁଣିଲେ ଜମିର ଉର୍ବରତା ନଷ୍ଟ ହୁଏ। ସେନାପତି ଦକ୍ଷ ଓ କର୍ମଠ ନହେଲେ ନଷ୍ଟ ହୋଇଯାଆନ୍ତି। ଯଦି ମନର ପ୍ରଫୁଲ୍ଲତା କୌଣସି କାରଣରୁ ଉଭେଇ ଯାଇଛି, ତେବେ ସେଥିପାଇଁ ନୀରବରେ ବସି ମନରେ ପ୍ରଫୁଲ୍ଲତା ଭରି ରହିଛି ବୋଲି ଭାବି ଚାଲନ୍ତୁ। ଦେଖିବେ ମନ ଶାନ୍ତ ଓ ପ୍ରଫୁଲ୍ଲ ହୋଇଯିବ। ଏତେ ସହଜିଆ କୌଶଳ କାମ ଦେଉଛି କି ନାହିଁ ନିଜେ ନିଜେ ଚେଷ୍ଟା କରି ଦେଖନ୍ତୁ। ଏକାନ୍ତରେ ବସି ଭଗବାନଙ୍କୁ ଧ୍ୟାନ କରନ୍ତୁ। କାନ୍ଧକୁ ଢିଲା ଛାଡ଼ି ଦିଅନ୍ତୁ। ମନରେ ହସ ଫୁଟାଇ ଲମ୍ବା ଲମ୍ବା ନିଶ୍ୱାସ ନିଅନ୍ତୁ। ଗୀତ ଗାଆନ୍ତୁ। ଗୀତ ଗାଇ ନ ପାରିଲେ ମୁହଁରେ ସିଟି ବଜାନ୍ତୁ। ନହେଲେ ଗୁଣୁ ଗୁଣୁ ଗୁଞ୍ଜନ କରନ୍ତୁ। ସବୁ କରିବା ଦ୍ୱାରା ଆପଣଙ୍କର ବାର୍ତ୍ତା ଆପଣ ଖୁସି ରହିବା ପାଇଁ କିଛି କାର୍ଯ୍ୟ କରୁଥିବା ସମୟରେ ମାନସିକ ବ୍ୟଥା ଅନୁଭବ କରିପାରିବେ ନାହିଁ। ଅନୁଭବ କରିପାରିବେ ନାହିଁକୁ ଉପଲବ୍ଧି କରିପାରିବେ। ଆପଣ ସମସ୍ୟା ଜାଲରେ ଛନ୍ଦି ହୋଇ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗୁଥିଲେ ନିଜର ଦୃଢ଼ ଇଚ୍ଛା ଶକ୍ତି ଦ୍ୱାରା ନିଜର ମନୋବୃତ୍ତିକୁ ବଦଳାଇ ଦେଇପାରିବେ। ସ୍ୱାମୀ ବିବେକାନନ୍ଦ କହିଥିଲେ, ନାସ୍ତିକ ସେ ଲୋକ ନୁହେଁ ଯେ ଈଶ୍ୱର ଉପରେ ବିଶ୍ୱାସ କରେ, ବରଂ ପ୍ରକୃତରେ ନାସ୍ତିକ ସେ ଲୋକ ନିଜ କ୍ଷମତା ଓ ସ୍ୱୟଂ ଉପରେ ବିଶ୍ୱାସ କରେ ନାହିଁ। ଆତ୍ମବିଶ୍ୱାସର ଅଭାବ ହିଁ ଅନ୍ଧବିଶ୍ୱାସକୁ ଜନ୍ମ ଦିଏ। ସମ୍ଭବତଃ ଆପଣ ଶୁଣିଥିବେ ସଂସାରରେ ଅଧିକ ସାପ ବିଷଧର ନୁହନ୍ତି, ତଥାପି ପ୍ରତିବର୍ଷ ହଜାର ହଜାର ଲୋକ ଭୟରେ ହିଁ ମରିଯାଆନ୍ତି। 2025ରେ ଧନୀ ହେବାର ନିୟମ। କମ୍ କହିବା ଆରମ୍ଭ କରନ୍ତୁ। ଶୀଘ୍ର ରିପ୍ଲାଏ ଦେବା ବନ୍ଦ କରନ୍ତୁ। ସବୁବେଳେ ଉପସ୍ଥିତ ରୁହନ୍ତୁ ନାହିଁ। ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ। ନିଜ କାମ ଉପରେ ଫୋକସ୍ କରନ୍ତୁ। ଯୁକ୍ତି ତର୍କ କରନ୍ତୁ ନାହିଁ। ଅଧିକ ଉପଦେଶ କାହାକୁ ଦିଅନ୍ତୁ ନାହିଁ। ଧନୀ ହେବାକୁ ଚେଷ୍ଟା କରନ୍ତୁ। ବହି ପଢ଼ି ଅଧିକ ଜ୍ଞାନ ଶିଖନ୍ତୁ। ସଫା ସୁତୁରା କପଡ଼ା ପିନ୍ଧନ୍ତୁ। ଅଧିକ ଉତ୍ତେଜିତ ହୁଅନ୍ତୁ ନାହିଁ। ଖରାପ ଚିନ୍ତା କରନ୍ତୁ ନାହିଁ। ଅଧିକ ଭାବିବା ବନ୍ଦ କରନ୍ତୁ। ସ୍ୱାମୀ ଗୁରୁ, ସ୍ୱାମୀ ପରମ ବାନ୍ଧବ, ସ୍ୱାମୀ ସେବା ନାରୀ ଧର୍ମ। ଅତି ପଦେ ଭକ୍ତି ଅର୍ଚ୍ଚନାରେ ରଖି ତୁ କରିବୁ କର୍ମ। ୱାଟର ଜଳ ଶରୀରର ବହିର୍ଭାଗକୁ ପରିଷ୍କାର କରିବା ପାଇଁ ଯେତିକି ଆବଶ୍ୟକ, ଆଭ୍ୟନ୍ତରୀଣ ପରିଚ୍ଛନ୍ନତା ପାଇଁ ମଧ୍ୟ ସେତିକି ଆବଶ୍ୟକ। ଯେତେ ପାଣି ପିଇ ପାରିବେ ପ୍ରତିଦିନ ଭରପୁର ପାଣି ପିଅନ୍ତୁ। ପ୍ରତିଦିନ ସକାଳୁ ଉଠି ଜଳପାନ କରନ୍ତୁ। ଏହା ପେଟର ଯାବତୀୟ ରୋଗ ପାଇଁ ମହୌଷଧି। ପ୍ରଥମେ ଅଧା ଗ୍ଲାସରୁ ଆରମ୍ଭ କରି 3 ଗ୍ଲାସ ପର୍ଯ୍ୟନ୍ତ ପିଇବାର ଅଭ୍ୟାସ ରଖନ୍ତୁ। ଦାନ୍ତ ଘଷିବା ଆଗରୁ ପାଣି ପିଇ ପାରନ୍ତି। ପାଣି ପିଇବାର 45 ମିନିଟ୍ ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ। ପାଣି ପିଇ ସାରି ଦାନ୍ତ ଘଷି ପାରନ୍ତି। ନିଜ ଆଖିକୁ ଆଇ ଗ୍ଲାସ୍ ଦ୍ୱାରା ନିର୍ମଳ ପାଣିରେ ଧୁଅନ୍ତୁ। ଏହା ବିଶେଷ କରି ବିଦ୍ୟାର୍ଥୀମାନଙ୍କ ଲାଗି ବେଶୀ ଉପଯୋଗୀ। ପାଣି ପିଇବା ଛଡ଼ା ପ୍ରବହମାନ ପାଣିକୁ ଦେଖିଲେ ଚିତ୍ତ ପ୍ରସନ୍ନ ହୁଏ। ନଦୀ କୂଳରେ ବସି ପ୍ରାଣାୟାମ କରିବା ଅତି ଲାଭକାରୀ। ଏ ଦୁନିଆରେ 4 ପ୍ରକାରର ଲୋକ ଅଛନ୍ତି। ମୋର ସବୁକିଛି ମୋର, ତୁମର ସବୁକିଛି ମଧ୍ୟ ମୋର, ସନ୍ତୁଷ୍ଟ ମୋର, ସବୁକିଛି ମୋର, ତୁମର ଜିନିଷ ତୁମର, ଭଦ୍ରଲୋକ ତୁମର, ସବୁକିଛି ତୁମର, ସବୁକିଛି ମଧ୍ୟ ତୁମର।
କିଛି ବି ମୋର କିମ୍ବା ତୁମର ନୁହେଁ, ସବୁ ମୋହମାୟା। ଜୀବନ ସାଥୀ ବଦରାଗୀ ହୋଇଥିଲେ କ୍ରୋଧ ହିଁ ଏପରି ଏକ ଅସ୍ତ୍ର, ଅନ୍ୟର କ୍ଷତି କରିବା ଅପେକ୍ଷା ନିଜର ବେଶୀ କ୍ଷତି କରିଥାଏ। ଜନ୍ମ ଓ ମୃତ୍ୟୁ ମଧ୍ୟରେ ସମୟ ହିଁ ଜୀବନ। ଏହି ଜୀବନର ଗତିପଥ ବଡ଼ ବିଚିତ୍ର। ବିଚିତ୍ର ହେଲା ମଣିଷର ପ୍ରକୃତି। ରାଗୀ ସ୍ୱଭାବର ତ କିଏ ଶାନ୍ତି ସ୍ୱଭାବର, ଦୁଷ୍ଟ ତ କିଏ ଶିଷ୍ଟ। ଅନେକ ସମୟରେ ସ୍ୱାମୀ ସ୍ତ୍ରୀ ଭାବରେ ସଂସାର ଗଢ଼ିବାକୁ ଯାଉଥିବା ଲୋକଟିର ପ୍ରକୃତି ପରେ ଜଣାପଡ଼େ। ଏହି କ୍ଷେତ୍ରରେ ଯଦି ସ୍ୱାମୀ ବଦରାଗୀ ଜଣାପଡ଼େ, ତାଙ୍କ ପତ୍ନୀଙ୍କୁ କେତୋଟି ଦିଗ ପ୍ରତି ସଚେତନ ରହିବାକୁ ପଡ଼ିଥାଏ। ବେଳେବେଳେ ପତ୍ନୀ ମଧ୍ୟ ବା ଚିଡ଼ିଚିଡ଼ା ପ୍ରକୃତିର ହୋଇପାରନ୍ତି। ଜୟ ଶ୍ରୀ ଜଗନ୍ନାଥ।